ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ ଏମିତି ଏକ ଜାଗା ଦେଖାଇବି ଯେଉଁ ଜାଗାରେ ଲୋଟଙ୍କର ସ୍ତ୍ରୀ ଏକ ଲବଣ ଖମ୍ବ ହୋଇଯାଇଥିଲେ। ପ୍ରିୟ ବନ୍ଧୁଗଣ, ମୁଁ ଯାହା କହୁଛି ତାହା ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲେଖା ଅଛି। ଯଦି ଆପଣ ବାଇବେଲ ଅଧ୍ୟୟନ କରୁଛନ୍ତି ତେବେ 100% ଆପଣ ଜାଣିଥିବେ ଯେ ଲୋଟଙ୍କର ସ୍ତ୍ରୀ ଲବଣ ଖମ୍ବ ହୋଇଯାଇଥିଲେ। କିନ୍ତୁ ଅନେକ ଏ କଥାକୁ କାଳ୍ପନିକ ବୋଲି କହନ୍ତି। କିନ୍ତୁ ଆଜି ମୁଁ ଆପଣମାନଙ୍କୁ ସେଇ ଜାଗା ମୁଁ ଦେଖାଇବି। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା ଯେଉଁଟା ଆପଣ ଦେଖୁଛନ୍ତି। ଆଉ ଏଇ ଜାଗାରେ ଲୋଟଙ୍କର ସ୍ତ୍ରୀ ଏକ ଲବଣ ଖମ୍ବ ହୋଇଯାଇଥିଲେ। ହଁ ପ୍ରିୟ ବନ୍ଧୁଗଣ, ଲବଣ ଖମ୍ବ ହୋଇଯାଇଥିଲେ। ଦେଖନ୍ତୁ କେତେ ଲୋକମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏବଂ ଏଠାରେ ଲୋକମାନେ ପରିଦର୍ଶନ କରିବାର କାରଣ ଯେପରି ସେମାନେ ଏହି ସ୍ଥାନକୁ ଦେଖିପାରିବେ ଏବଂ ଯେହେତୁ ଏହା ଏକ ଐତିହାସିକ ସ୍ଥାନ ଅଟେ ଆଉ ପ୍ରମାଣ ସ୍ୱରୂପେ ସେମାନେ ଯାଇକି ଅନ୍ୟମାନଙ୍କୁ କହିପାରିବେ। ଆଉ ମୋର ମଧ୍ୟ ଭିଡ଼ିଓ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ମୁଁ ମଧ୍ୟ ଯେପରି ଆପଣମାନଙ୍କୁ ପ୍ରୁଫ୍ର ସହିତ ପ୍ରମାଣର ସହିତ ମୁଁ ଆପଣଙ୍କୁ ଜଣାଇ ପାରିବି ଯେ ପ୍ରକୃତରେ ଏହା ଏକ ଐତିହାସିକ ଘଟଣା ଅଟେ। ଲୋଟଙ୍କର ସ୍ତ୍ରୀ ଲବଣ ଖମ୍ବ ହୋଇଯାଇଥିଲେ। ଆପଣ ବର୍ତ୍ତମାନ ଯାହା ଦେଖାଉଛନ୍ତି ଏକ୍ଜାକ୍ଟଲି ଏହି ସ୍ଥାନରେ ଲୋଟଙ୍କର ସ୍ତ୍ରୀ ଲବଣ ଖମ୍ବ ହୋଇଯାଇଥିଲେ। ସେ ଲବଣ ଖମ୍ବ ଏବେ ବି ରଖାହୋଇଛି। ଆଉ ଏଇ ଯେଉଁ ପାହାଡ଼ ଆପଣ ଦେଖୁଛନ୍ତି, ପାହାଡ଼ର ତଳେ ଏକ ଗାତ ଭିତରେ ରଖାଯାଇଛି। ତେବେ ଦେଖନ୍ତୁ, ଇଏ ହେଉଛି ସୋଦମ ଏବଂ ଗମରା। ଆଜିର ସୋଦମ ଏବଂ ଗମରା। ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ସ୍ଥାନରେ ଯେଉଁ ମାଟି ରହିଅଛି, ଏହି ମାଟିରେ ଆଜି ମଧ୍ୟ ଗନ୍ଧକ ମିଳେ। ଯଦି ଆପଣ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଆପଣ ଯଦି ଦେଖିବେ, ଆଦି ପୁସ୍ତକ ତାର 19 ଅଧ୍ୟାୟ, ପରମେଶ୍ୱର ସୋଦମ ଏବଂ ଗମରାକୁ ଗନ୍ଧକ ଦ୍ୱାରା ବିନଷ୍ଟ କରିଥିଲେ। ଆକାଶରୁ ସଦାପ୍ରଭୁଙ୍କର ନିକଟରୁ ଅଗ୍ନି ଖସିଲା, ଗନ୍ଧକ ଖସିଲା। ପରମେଶ୍ୱର ଗନ୍ଧକ ବର୍ଷଣ କରି ସୋଦମ ଏବଂ ଗମରା ଦୁଇଟି ନଗରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଲେ। ଆଜି ମଧ୍ୟ ଏଠାକାର ମାଟିରେ ଗନ୍ଧକ ମିଳେ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଦେଖନ୍ତୁ, ଏହି ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଯାହା ବି ଲେଖାଯାଇଅଛି ତାହା 100ରୁ 100 ଭାଗ ସତ୍ୟ ବିଷୟ ଅଟେ। ଲୋଟଙ୍କର ସ୍ତ୍ରୀ ଲବଣ ସ୍ତମ୍ଭ ହୋଇଗଲେ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ଆଦି ପୁସ୍ତକ 19 ପର୍ବ 23 ପଦରୁ 26 ପଦ ଯଦି ଆପଣ ପଢ଼ିବେ, ଏଠାରେ ଏମିତି ଲେଖା ଅଛି, ଅନନ୍ତର ଦେଶରେ ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୋୟରରେ ପ୍ରବେଶ କଲା। ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସୋଦମ ଓ ଗମରା ଉପରେ ଗନ୍ଧକ ଓ ଅଗ୍ନିବୃଷ୍ଟି କରି ସେହି ସମୁଦାୟ ନଗର ଓ ପ୍ରାନ୍ତର ଓ ତନ୍ମଧ୍ୟସ୍ଥିତ ଲୋକ ଓ ସେହି ଭୂମିରେ ଜାତ ସକଳ ପଦାର୍ଥ ଉତ୍ପାଟନ କଲେ। ଆଉ ସେହି ସମୟରେ ଲୋଟର ଭାର୍ଯ୍ୟା ପଛ ଆଡ଼କୁ ଅନେଇବାରୁ ସେ ଲବଣ ସ୍ତମ୍ଭ ହେଲା। ପ୍ରିୟ ବନ୍ଧୁଗଣ, 26 ପଦରେ ଲେଖା ଅଛି, ଲୋଟଙ୍କର ସ୍ତ୍ରୀ ଲବଣ ସ୍ତମ୍ଭ ହେଲେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଯଦି ଜଣେ ଅଜଣା ବ୍ୟକ୍ତି କିମ୍ବା ବାଇବେଲକୁ ଜାଣିନଥିବା ବ୍ୟକ୍ତି ଯେତେବେଳେ ଏ ସମସ୍ତ ବିଷୟ ପଢ଼ିବ, ସେତେବେଳେ ତାକୁ ଲାଗିବ ଯେ ଇଏ କୌଣସି ଏକ କାହାଣୀ କିମ୍ବା ଇଏ ଗୋଟେ ମନଗଢ଼ା କଥା ଅଟେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ସମସ୍ତ ବିଷୟ ବିଶ୍ୱାସ କରୁ, କାରଣ ପ୍ରମାଣ ଆମମାନଙ୍କର ଆଖି ସାମ୍ନାରେ ଅଛି। ଯେଉଁଟା ଆପଣ ଦେଖୁଛନ୍ତି, ଇଏ ହେଉଛି ସେଇ ଜାଗା, ଏକ୍ଜାକ୍ଟଲି ଇଏ ହେଉଛି ସେଇ ଜାଗା ଯେଉଁ ଜାଗାରେ ଲୋଟଙ୍କର ସ୍ତ୍ରୀ ଲବଣ ସ୍ତମ୍ଭ ହୋଇଯାଇଥିଲେ, ଲବଣ ଖମ୍ବ। ପ୍ରିୟ ବନ୍ଧୁଗଣ,
ଲୋଟଙ୍କ ସ୍ତ୍ରୀ ପଛକୁ ଅନେଇଲେ। ସଦାପ୍ରଭୁ ମନା କରିଥିଲେ ତୁମେ ପଛକୁ ଅନେଇବ ନାହିଁ, କିନ୍ତୁ ଲୋଟଙ୍କ ସ୍ତ୍ରୀ ପଛକୁ ଅନେଇଲେ। କାହିଁକି ପଛକୁ ଅନେଇଲେ? କାରଣ ତାଙ୍କର ଘର ଜଳି ଯାଉଥିଲା, ତାଙ୍କର ଧନ ସମ୍ପତ୍ତି ସବୁ ଜଳି ଯାଉଥିଲା। ଆଉ ସେଥିରେ ମଧ୍ୟ ସେ ପଛକୁ ଅନେଇଲେ, ଆଉ ମୋର ଏଇ ସମସ୍ତ ବିଷୟ ଜଳି ଯାଉଛି। ଯଦି ତା ପୂର୍ବରୁ ଯଦି ଆପଣ ଦେଖିବେ, ତେବେ ସଦାପ୍ରଭୁଙ୍କର 2 ଜଣ ଦୂତ ଏ ନଗରକୁ ଆସିକି ଲୋଟଙ୍କ ଘରେ ସେମାନେ ଅବସ୍ଥାନ କଲେ। ଆଉ ସେଇ ନଗର ଲୋକମାନେ ଏତେ ପାପିଷ୍ଠ ଥିଲେ, ଆଉ ସେମାନେ ଲୋଟଙ୍କୁ କହୁଛନ୍ତି ସେ 2 ଜଣଙ୍କୁ ବାହାର କରିକି ଆଣ, ମାନେ ଆମେ ସେମାନଙ୍କ ସହିତ ବ୍ୟଭିଚାର କରିବା, ତୁମେ ସେମାନଙ୍କୁ ବାହାର କରି ଆଣ। କିନ୍ତୁ ଲୋଟ କହୁଛନ୍ତି ମୋର 2 ଜଣ କନ୍ୟା ଅଛନ୍ତି, ଏମାନଙ୍କ ସହିତ ତୁମେ ଯାହା କରୁଛ କର, କିନ୍ତୁ ସେ 2 ଜଣଙ୍କ ପ୍ରତି ତୁମେ କିଛି କର ନାହିଁ। ଯେତେବେଳେ ସେମାନେ କବାଟ ଭାଙ୍ଗିବାକୁ ଲାଗିଲେ, ଜବରଦସ୍ତ ପଶିବାକୁ ଆରମ୍ଭ କଲେ, ସେତେବେଳେ 2 ଜଣ ସ୍ୱର୍ଗଦୂତ ସେମାନେ ସୋଦମ ଗମୋରାର ଲୋକମାନଙ୍କୁ ଅନ୍ଧ କରାଇଲେ। ଆଉ ସେମାନଙ୍କୁ କହିଲେ ଲୋଟ ଏବଂ ତାଙ୍କ ପରିବାରକୁ ଯେ ସଦାପ୍ରଭୁ ଏହି ନଗରକୁ ଧ୍ୱଂସ କରିବେ, ତୁମେ ଯଥାଶୀଘ୍ର ଏଠୁ ବାହାରିକି ତୁମେ ପଳାଅ। ତୁମେ ବାହାରି ଯାଅ, କିନ୍ତୁ ତୁମେ ପଛକୁ ଅନେଇବ ନାହିଁ କି ପଛକୁ ତୁମେ ଦେଖିବ ନାହିଁ। ଷ୍ଟ୍ରିକ୍ଟଲି ମନା କରିଥିଲେ ତୁମେ ପଛକୁ ଅନେଇବ ନାହିଁ। ତେବେ ଲୋଟ, ତାଙ୍କର 2 ଝିଅ, ତାଙ୍କର ସ୍ତ୍ରୀ ସବୁ ବାହାରିଗଲେ, କେହି ପଛକୁ ଅନେଇଲେ ନାହିଁ, କେବଳ ଲୋଟଙ୍କର ସ୍ତ୍ରୀ ପଛକୁ ଅନେଇବାରୁ ଆଉ ସେ କ'ଣ ହେଇଗଲେ? ଏକ ଲବଣ ସ୍ତମ୍ଭ ହେଇଗଲେ। ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଐତିହାସିକ ବିଷୟ ଅଟେ। ଇତିହାସରେ ଏ ବିଷୟ ସ୍ଥାନ ପାଇଅଛି। ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ, ଏଇଟା ତ ସତ୍ୟ ବିଷୟ। କିନ୍ତୁ ଆପଣ ଜାଣି ରଖନ୍ତୁ, ବାଇବେଲ ଏକ ଐତିହାସିକ ପୁସ୍ତକ ମଧ୍ୟ। କାରଣ ପୂର୍ବ ସମୟରେ ଯାହା ଯାହା ଘଟିଥିଲା ସେ ସମସ୍ତ ବିବରଣୀ ବାଇବେଲରେ ଅଛି। ପୃଥିବୀର ସୃଷ୍ଟିଠାରୁ ଆରମ୍ଭ କରିକି ପୃଥିବୀ କେମିତି ବିନଷ୍ଟ ହେବ ସେ ପର୍ଯ୍ୟନ୍ତ ସବୁକିଛି ବାଇବେଲରେ ଲେଖା ଅଛି। ଆଉ ବାଇବେଲରେ ଥିବା ଯୋଦ୍ଧାମାନଙ୍କ ବିଷୟ ଲେଖା ଅଛି। ବାଇବେଲରେ ଭବିଷ୍ୟତ ବକ୍ତାମାନଙ୍କ ନାମ ଲେଖା ଅଛି, ସେମାନଙ୍କର କାର୍ଯ୍ୟକଳାପ, ସେମାନଙ୍କର ଜୀବନ, ରାଜା ମହାରାଜାମାନଙ୍କର ବିଷୟ ଲେଖା ଅଛି। ଆଉ ସବୁଠାରୁ ବଡ଼ ବିଷୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଲେଖା ଅଛି, ଯିଏକି ସମଗ୍ର ଜଗତକୁ ପରିତ୍ରାଣ କଲେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଇଏ ଦେଖନ୍ତୁ, ଇଏ ହେଉଛି ସେଇ ଜାଗା। ଆପଣ ସେଇ ଗୁମ୍ଫା ଦେଖନ୍ତୁ, ସେଇ ଭିତରେ ରଖାଯାଇଛି ଲବଣ ସ୍ତମ୍ଭକୁ ରଖାଯାଇଛି। ଆଗରେ ସେଇଟା ଉପରେ ଥିଲା, କିନ୍ତୁ କାଳକ୍ରମେ ସେଇଟାକୁ ନେଇକି ଏଇଠି ରଖାଯାଇଛି, ଏ ଭିତରେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏ ସ୍ଥାନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କ ନିମନ୍ତେ। ଏ ଜାଗା ଆପଣଙ୍କୁ କିପରି ଲାଗୁଅଛି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ପ୍ରିୟ ବନ୍ଧୁଗଣ, ଏ ଜାଗା କେମିତି ଲାଗୁଛି? ଆଉ ଯଦି ଏ ପ୍ରଶ୍ନ ଆପଣ ମୋତେ ପଚାରନ୍ତି, ତେବେ ମୋର ଉତ୍ତର ହେବ ଏ ଜାଗା ମୋତେ ବହୁତ ଭଲ ଲାଗୁଛି। ଆଉ ଏମିତି ମନ ହେଉଛି ଯେମିତିକି ବର୍ତ୍ତମାନ ମୁଁ ଏ ସ୍ଥାନକୁ ପଳାନ୍ତି, ଏସବୁ ଜାଗାକୁ ମୁଁ ଦେଖିକି ଆସନ୍ତି। କିନ୍ତୁ ସେ ଯାହା ବି ହେଉ, ମୁଁ ବି ଆପଣଙ୍କ ସହିତ ସ୍କ୍ରିନ୍ରେ, ଭିଡ଼ିଓ ସ୍କ୍ରିନ୍ରେ ମୁଁ ଦେଖୁଅଛି। ପ୍ରକୃତରେ ଏହି ଜାଗା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବହୁତ ସୁନ୍ଦର ଅଟେ। ଟୁରିଷ୍ଟ ଲୋକମାନେ ଆସନ୍ତି ଗାଡ଼ି କରିକି, ଗାଡ଼ି ଭଡ଼ା କରିକି ଏଠି ଆସନ୍ତି। ଆଉ ଯଦି ଆପଣ କେବେ ଇସ୍ରାଏଲ ଦେଶକୁ ଯାଆନ୍ତି, ତେବେ ଏହି ସ୍ଥାନକୁ ଥରେ ନିଶ୍ଚିନ୍ତ ଭାବରେ ଯାଆନ୍ତୁ, ଆପଣଙ୍କୁ ବହୁତ ଭଲ ଲାଗିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ନିଶ୍ଚିନ୍ତ ଭାବରେ ଏ ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। କାରଣ ଆଗାମୀ ଦିନମାନଙ୍କରେ ଏମିତି ଅନେକ ଭିଡ଼ିଓ ଆପଣଙ୍କୁ ମିଳିବାକୁ ପାରିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଆଉ
ଏମିତି ଐତିହାସିକ ଜାଗାଗୁଡ଼ିକ ଦେଖିବା ନିମନ୍ତେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଆଉ ଚ୍ୟାନେଲ ସହିତ କନେକ୍ଟେଡ଼ ରୁହନ୍ତୁ। ତେବେ ନମସ୍କାର ପ୍ରିୟ ବନ୍ଧୁଗଣ, ପୁଣି ଭେଟ ହେବ ଆଉ ଗୋଟେ ଭିଡ଼ିଓରେ। ନମସ୍କାର।